ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ବୃଷ ରାଶିର ସପ୍ତମ ଭାବ ବିଛା ରାଶି ଉପରେ ରହିଥିବାରୁ ବୃଷ ରାଶି ଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ପାଇପାରିବେ। ମାଟିକାରକ ଗ୍ରହ ମଙ୍ଗଳଙ୍କ ରାଶି ବିଛା ରାଶି ଉପରେ ବୃହସ୍ପତିଙ୍କର ଦୃଷ୍ଟି ଜାଗାବାଡ଼ି କିଣିବାରେ ସହାୟକ ହେବ। ନୂତନ ଗୃହ ନିର୍ମାଣ କରିପାରନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃଷ ରାଶି ଉପରେ ବୃହସ୍ପତିଙ୍କର ଅତିଚାର ଗତିର ପ୍ରଭାବ। ଦୀର୍ଘ 12 ବର୍ଷ ପରେ ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ବୃହସ୍ପତି ରାଶି ପରିବର୍ତ୍ତନ କରିବେ। ଧର୍ମ, ଜ୍ଞାନ, ଉଚ୍ଚଶିକ୍ଷା, ବିବାହ, ସନ୍ତାନ ଏବଂ ଧନ ଓ ସମୃଦ୍ଧିର କାରକ ଗ୍ରହ ବୃହସ୍ପତିଙ୍କର ରାଶି ପରିବର୍ତ୍ତନ ଦେଶ ଦୁନିଆ ସହିତ ଦ୍ୱାଦଶ ରାଶିଚକ୍ରକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ଆସନ୍ତା 2025 ମସିହା ଅକ୍ଟୋବର ମାସ 18 ତାରିଖ ଦିନ ଦେବଗୁରୁ ବୃହସ୍ପତି ନିଜର ସ୍ୱାଭାବିକ ଗତିଠାରୁ 3 ଗୁଣ ଗତିରେ ମିଥୁନ ରାଶି ପରିତ୍ୟାଗ କରି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ। କର୍କଟ ରାଶି ବୃହସ୍ପତିଙ୍କର ଉଚ୍ଚ ରାଶି ହୋଇଥିବାରୁ ସେଠାରେ ବୃହସ୍ପତି ମହା ଆନନ୍ଦରେ 49 ଦିନ ଅବସ୍ଥାନ କଲା ପରେ ପୁନର୍ବାର ଡିସେମ୍ବର ମାସ 5 ତାରିଖ ଦିନ ମିଥୁନ ରାଶିକୁ ବକ୍ରୀ ଅବସ୍ଥାରେ ପ୍ରତ୍ୟାବର୍ତ୍ତନ କରିବେ। ଗୁରୁ ବା ବୃହସ୍ପତିଙ୍କର ଏହି ତୀବ୍ର ଗତି, ଯାହାକୁ କି ଜ୍ୟୋତିଷୀୟ ଭାଷାରେ ବୃହସ୍ପତିଙ୍କର ଅତିଚାର ଗତି କୁହାଯାଇଥାଏ, ତାହା 2025 ମସିହାରୁ ଆରମ୍ଭ ହୋଇ 2032 ମସିହା ଦୀର୍ଘ 8 ବର୍ଷ ପର୍ଯ୍ୟନ୍ତ ଲାଗି ରହିବ। ଏବେ ଜାଣିବା, ଶୁଭଗ୍ରହ ବୃହସ୍ପତି କର୍କଟ ରାଶିରେ ଉଚ୍ଚ ଅବସ୍ଥାରେ ଥାଇ ତୀବ୍ର ଗତିରେ ଗମନ କରୁଥିବା ବେଳେ ବୃଷ ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ବୃଷ ରାଶି ପାଇଁ ବୃହସ୍ପତି ଅଷ୍ଟମ ନିଧନ ଭାବ ଓ ଏକାଦଶ ଭାବ ଆୟ ଭାବର ଅଧିପତି ହୋଇ ଦ୍ୱିତୀୟ ମିଥୁନ ରାଶିରେ ଅବସ୍ଥାନ କରିଛନ୍ତି। ଅକ୍ଟୋବର ମାସ 18 ତାରିଖ ପରଠାରୁ ବୃହସ୍ପତି ବୃଷ ରାଶିର ତୃତୀୟ ପରାକ୍ରମ ଭାବ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିବେ। ତେଣୁ ଏହି 49 ଦିନର ସମୟରେ ବୃଷ ରାଶି ଜାତ ବ୍ୟକ୍ତି ନିଜ ପରାକ୍ରମରେ ପରାକ୍ରମୀ ରହିବେ। ଜ୍ଞାନ ଗାରିମାରେ ସମୃଦ୍ଧ ରହିବା ସହିତ ଧର୍ମ ଓ ଆଧ୍ୟାତ୍ମ ଜଗତ ପ୍ରତି ଆଗ୍ରହ ପ୍ରକାଶ କରିବେ। ଦେବତା ଓ ବ୍ରାହ୍ମଣ ପ୍ରିୟ ହେବେ। ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ବୃଷ ରାଶିର ସପ୍ତମ ଭାବ ଉପରେ ରହିଥିବାରୁ ବୃଷ ରାଶି ଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ପାଇପାରିବେ। ମାଟିକାରକ ଗ୍ରହ ମଙ୍ଗଳଙ୍କ ରାଶି ବିଛା ରାଶି ଉପରେ ବୃହସ୍ପତିଙ୍କର ଦୃଷ୍ଟି ଜାଗାବାଡ଼ି କିଣିବାରେ ସହାୟକ ହେବ। ନୂତନ ଗୃହ ନିର୍ମାଣ କରିବାର ସମ୍ଭାବନା ରହିଅଛି। ମିତ୍ରମାନଙ୍କ ସହିତ ଅତି ଉତ୍ତମ ସମ୍ପର୍କ ରହିବ। ଅବିବାହିତ ରହିଥିବା ପୁଅ ବା ଝିଅମାନଙ୍କ ପାଇଁ ବଡ଼ ଶୁଭ ସମୟର ଅୟମାରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ସଫଳ ଯୋଜନା କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁମୟ ହେବା ସହିତ ଦମ୍ପତି ପ୍ରଣୟରତ ରହିବେ। ବୃଷ ରାଶିର ନବମ ଭାବ ଭାଗ୍ୟ ଭାବକୁ ବୃହସ୍ପତିଙ୍କର ଦୃଷ୍ଟି ମକର ରାଶି ପାଇଁ ଭାଗ୍ୟୋନ୍ନତିର ରାସ୍ତା ଖୋଲିଯିବ। ଅଦ୍ଭୁତ ଭାଗ୍ୟ ଭୋଗ କରିବେ। ଧନ ଜନ ଗୋପ ଲକ୍ଷ୍ମୀରେ ଘର ପରିପୂର୍ଣ୍ଣ ରହିବ। ଦେବଦର୍ଶନ ଓ ତୀର୍ଥାଟନରେ ସପରିବାର ବାହାରିବେ। ବୃଷ ରାଶିର ଏକାଦଶ ବା ଆୟ ଭାବ ତଥା ନିଜ ଘର ମୀନ ରାଶି ଉପରକୁ
ବୃହସ୍ପତିଙ୍କର ନବମ ଅମୃତ ଦୃଷ୍ଟି ବୃଷ ରାଶିଜାତ ବ୍ୟକ୍ତିଙ୍କର ଆୟକୁ ବହୁଗୁଣିତ କରିବ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ବହୁ ଦିନରୁ ମନ ଭିତରେ ରହିଥିବା ଇଚ୍ଛା ପୂରଣ ହେବା ପାଇଁ ଏହି ସମୟଟି ସର୍ବୋତ୍କୃଷ୍ଟ ସମୟ ହେବ। ବୃଷ ରାଶିଜାତ ବ୍ୟକ୍ତି ଏହି ସମୟର ସତ୍ ବ୍ୟବହାର କରନ୍ତୁ। ଅତିଚାରୀ ବୃହସ୍ପତିଙ୍କର ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ପ୍ରତ୍ୟହ ବାମନ ପୁରାଣ ପାଠ କଲେ ଏହା ବହୁତ ସହାୟକ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।